ଯେତେବେଳେ ରାଗ ବିନ୍ଧିବା ପାଇଁ ଗଲେ ତୁଲା ତାପରେ କଣ ହେଲା ବିଷୟବସ୍ତୁ କୋଉଠି ରହିଲା ଲକ୍ଷ୍ୟରେ ଆଚ୍ଛା ବର୍ତ୍ତମାନ ଲାଖ ବିନ୍ଧିବା ପାଇଁ ଯାଉଛନ୍ତି ପଞ୍ଚୁ ପାଣ୍ଡବ ପାଞ୍ଚ ଭାଇ କିନ୍ତୁ କୁମ୍ଭାରଶାଳାରେ ରଖିବା ପାଇଁ ମା ଚିନ୍ତା କରିଛନ୍ତି ଯେ କୁମ୍ଭାରଶାଳାରେ ମା କୁନ୍ତିକି ରଖିଦେବା ଆମେ ସମସ୍ତେ ଲାଖ ବିନ୍ଧିବା ପାଇଁ ଚାଲିଯିବା କଣ କରିଛନ୍ତି କଣ କଲେ ଯେତେବେଳେ ଲାଖ ବିନ୍ଧିବା ପାଇଁ ଗଲେ ଆଚ୍ଛା ଦ୍ରୁପଦ ରାଜା ଗୋଟିଏ ଲାଖ ତିଆରି କରିଥିଲେ ସେ କହିଥିଲେ ଦ୍ରୁପଦ ମହାରାଜା କହିଥିଲେ ଚଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ଯିଏ ଲାଖ ବିନ୍ଧିବ ତାରେ ମୋର ଝିଅ ଦ୍ରୌପଦୀ ତାକୁ ବରର ମାଳାଟା ଦବ ଶୁଣ ଆମ ଗାଁ ପଞ୍ଚାୟତ ଅଫିସରେ ଆଜି ଚାଉଳ କିରୋସିନି ମିଳୁଛି ସମସ୍ତେ ଚାଉଳ କାର୍ଡ କିରୋସିନି କାର୍ଡ ତୋତେ କହୁଛନ୍ତି କି ରେ ତୋତେ
ମତେ କହୁଛନ୍ତି କାଲିକି ଚାଉଳ କାର୍ଡ ଧରିକି ଆସିବ ପଞ୍ଚାୟତ ଅଫିସକୁ ସବୁ ତମେ ପଇସା ଭତ୍ତା ଆଉ ଚାଉଳ ଧରିକି ଯିବା ପାଇଁ କଣ କହିଲୁ କୋ ବିଷୟଟା କୋ ବିଷୟ କହିଲୁ ଆରେ ହେଉଛି ଭାରତ କଥା ଆଉ ଭାରତ କଥା କହୁଛୁ ନା କଣ କହିଲୁ ଆମର ଗାଁ କଥାଟା ମୁଁ କହିଦେଲି ତୁ ଭାରତ କଥା କହିଦେଲୁ ଶୁଣେ ଉଲାରେ ଦ୍ରୁପଦ ରାଜା କଣ କହିଲେ ଭଣ୍ଡ ରାଜା ହାର କଲେ ଚଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ଚଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ଯେ ଲାଖ ବିନ୍ଧିବ ମୋ ଝିଅ ଦ୍ରୌପଦୀ ସେଇ ଲୋକ ଆଗକୁ କହିଦେଲି ଚାଲ ଚାଉଳ କାର୍ଡ କିରୋସିନି କାର୍ଡ ଅଛି ଲାଇନରେ ଠିଆ ହବ ସକାଳକୁ ଚାଉଳ କିରୋସିନି ମିଳିବ ସେ ଗୋଟେ କଥା ହେଲେ ଉଲା ସେଠି କଣ କରିଛନ୍ତି ବର୍ତ୍ତମାନ ଲାଖ ବିନ୍ଧିବା ପାଇଁ ଗଲେ ଯାଇଥିଲେ ଦୁର୍ଯ୍ୟୋଧନ ଯାଇଥିଲେ ଦୁଃଶାସନ ଯାଇଥିଲେ କର୍ଣ୍ଣ ଯାଇଥିଲେ ବୀରବର ଅର୍ଜୁନ ମାତ୍ର ଅର୍ଜୁନ ତାଙ୍କର ରୂପଟାକୁ ବଦଳିକିରି ପଳେଇଯାଇଥିଲେ ସିଏ ପ୍ରକୃତରେ ଏ ରୂପରେ ଯାଇନଥିଲେ ଆଉ ଗୋଟିଏ ବ୍ରାହ୍ମଣ ରୂପ ଧାରଣ କରିକିରି ଯାଇଥିଲେ ତେଣୁକରି ଦ୍ରୁପଦ ରାଜା କହିଲେ ଚଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ଯେ ଲାଖ ବିନ୍ଧିବ ତାହେଲେ ମୋର ଝିଅ ଦ୍ରୌପଦୀ କନ୍ୟାକୁ ତାକୁ ଦେବି ବ୍ରାହ୍ମଣ ରୂପ ଧାରଣ କରିକିରି ବର୍ତ୍ତମାନ ଯେଠି ଅର୍ଜୁନ ଯାଇଥିଲେ ନା ନାଇଁ ଏବେ ଯୋଉ ଲାଖଟା ତିଆରି କଲେ ଲକ୍ଷ୍ୟ କରେ ବାପ ଉଲ୍ଲା କଣ କରିଛନ୍ତି କଣ କଲେ ଆହୁରି 7ଟା ଉଚ୍ଚ ଲାଖ ତାର ଉପରେ ମିନ 7ଟା ଉଚ୍ଚ ଲାଖ ତାର ଉପରେ ମିନ ତାର ଉପରେ ମିନ ତାର ତଳେ ରାଧା ଚକ୍ର ବୁଲେ ଘନ ଘନ 7ଟା ଉଚ୍ଚ ଲାଖ ତାର ଉପରେ ମିନ ତାର ତଳେ ରାଧା ଚକ୍ର ବୁଲେ ଘନ ଘନ ବୁଝିଗଲୁ କଣ ଭାବଟା 7ଟା ଉଚ୍ଚ ଲାଖ ଉପରେ ତା ମିନ ତାର ତଳେ ରାଧା ଚକ୍ର ବୁଲେ ଘନ ଘନ ଖଜ ଘନ 7 ତାଳ ବୋଲେ କଣ ବୁଝିଲୁ ତାଳ ବୋଲେ ଯୋଉ ଖାଇବା ତାଳ କୋଳ ହଉଛି ଖାଇବା ତାଳ କୋଳ ହଉଛି ଖାଇବା ତାଳ କୋଳ ଧରୁଛି ଆରେ ସେ ଖାଇବାର ତାଳ ନୁହଁ ତାଳ ବୋଲେ କୋ ତାଳ ତାଳ ମାନେ ଗୋଟିଏ ସଂଖ୍ୟା ଗୋଟିଏ ଯଦି ତାଳି ମାରିବା ଚାଳସି ହାତ ପର୍ଯ୍ୟନ୍ତ ତାର ଆବାଜ ନାହିଁ ଗୋଟିଏ ତାଳି ମାରିଲେ ଚାଳସି ହାତ ପର୍ଯ୍ୟନ୍ତ ତାର ଆବାଜ ନାହିଁ ହେଲେ 7 ତାଳକୁ କେତେ ହେଲା ଗୋଟିଏ ତାଳି ମାରିଲେ ଚାଳସି ହାତ ପର୍ଯ୍ୟନ୍ତ ତାର ଆବାଜ ନାହିଁ ହେଲେ 7 ତାଳକୁ କେତେ 7 ଚୌକୁ କେତେ 7 ଚୌକୁ 56 7 ଚୌକୁ 56 ଏ ପିଲାଟାକୁ ପଚାରିକି ଠିଆ ଲୋକ କିଛି ନାହିଁ ଆରେ କଣ ଡରୁଛ କିଛି ନାହିଁ ଶୁଣ ରହିବ ମା ତମକୁ ଗୋଟିଏ ସଂଖ୍ୟା ପଚାରିବି ତମେ କେତେ ପାଠ ପଢିଛ 6 ପାଠ ପଢିଛ ଗୋଟିଏ ତାଳି ମାରିଲେ ଚାଳସି ହାତ ପର୍ଯ୍ୟନ୍ତ ତାର ଆବାଜ ନାହିଁ ଭଲ ଭାବରେ ଲକ୍ଷ୍ୟ କର ଗୋଟିଏ ଯଦି ଆମେ ଏମିତି ତାଳି ମାରିବା ଚାଳସି ହାତ ପର୍ଯ୍ୟନ୍ତ ତାର ଆବାଜ ନାହିଁ ହେଲେ 7 ତାଳକୁ କେତେ 7 ଚୌକୁ କେତେ 7 ଚୌକୁ କେତେ ତାଳି ହେଉ ତାଳି ଦେଖିଲ ମା ଭଉଣୀ ମାନେ ଆପଣ ମାନେ ଦେଖିଲେ ଆମର ଗଞ୍ଜାମ ବା ଓଡ଼ିଶାର ଯୋଉ କଳା ରହିଛି ଆମର ଗଞ୍ଜାମରେ ବା ଓଡ଼ିଶାରେ ଯୋଉ ପ୍ରକାର କଳା ରହିଛି ଭାରତରେ ସେ ପ୍ରକାର କଳା ନାହିଁ ଯେତେ କଳା ଯେତେ କବି ମାନେ ଆମର ଗଞ୍ଜାମରେ ରହିଛନ୍ତି ଆପଣ ମାନଙ୍କୁ ଗୋଟିଏ କଥା କହୁଛି ଲକ୍ଷ୍ୟ କରନ୍ତୁ କେତେ ମା ଥିଲେ ଓଡ଼ିଶାରେ କେତେ ମା ନଥିଲେ ଭାରତ ବର୍ଷରେ ଜଣେ କିନ୍ତୁ ଆମର ଏଇ ଓଡ଼ିଶାରେ ଜଣେ ମା ଆଜି ରାଷ୍ଟ୍ରପତି ହେଇପାରିଲେ ଗୋଟେ ନାରୀ ହେଉଛି ଆଦ୍ୟ ଶକ୍ତି ନାରୀ ଯୋଗୁ ବର୍ତ୍ତମାନ ସମାଜ ତିଆରି ହେଇଛି ହେଲେ ମା ଏଇ ଆମର ଭାରତର ରାଷ୍ଟ୍ରପତି କିଏ ଧନ୍ୟବାଦ ଶୁଣ ଭାରତର ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଧନ୍ୟବାଦ ସବୁ ଜାଣିଯାଇଛନ୍ତି ମୁଁ ତ ଖୁସିରେ ଦେଲି ତମକୁ ବାଦାମ ପାଇବ ଆମେ ଆଉ 30 ମିଶି ଆଣିଦେବ 50 ଦେଇଦେବ ହେଲେ ଗୋଟିଏ ତାଳି ମାରିଲେ ଚାଳସି ହାତ ପର୍ଯ୍ୟନ୍ତ ତାର ଆବାଜ ନାହିଁ
ପାଇଲେ ନାହିଁ। ହେଲେ 7 ତାଳକୁ କେତେ ହେଲା? 7 ଚଉକ ହେଲା 28 ଅର୍ଥାତ 280 ହାତ ଉଚ୍ଚତା ହଉଛି ସେ ବାଉଁଶଟା। ଯୋଉ ଲାଖଟା ବର୍ତ୍ତମାନ ଆମର ବାହାରିଥିଲା ଯଜ୍ଞ କୁଣ୍ଡରୁ ଦ୍ରୁପଦ ରାଜା ଯୋଉ ଯଜ୍ଞ କରିଥିଲେ ସେ ଯଜ୍ଞର ନାମଟା କଣ ଜାଣିଛୁ? କି ଯଜ୍ଞ ସେଇଟା? ପୁତ୍ରିଷ୍ଟି ଯଜ୍ଞ। ଯଜ୍ଞ କରିବା ଦ୍ୱାରା ଯଜ୍ଞ କୁଣ୍ଡରେ ଗୋଟିଏ ଝିଅ ଗୋଟିଏ ପୁଅ ଗୋଟିଏ ବାଉଁଶ ବାହାରିଥିଲା। ଆଚ୍ଛା ଆଚ୍ଛା ମାମୁଁ ଏ ଯୋଉ ବାଉଁଶର କଥା କହିଲେ ସେଟା ତାଳ ବୋଲି ଆଉ ଯୋଉ ଝିଅ ଜନ୍ମ ହେଲା ସେ ଝିଅର ନାମ କଣ? ଆଚ୍ଛା ଆଚ୍ଛା ଯୋଉ ପୁଅ ଜନ୍ମ ହେଲା ସେ ପୁଅର ନାମ କଣ? ଏ ଯୋଉ ବାଉଁଶ କଥା କହିଲେ ସାତ ତାଳ ଯୋଉ ବାଉଁଶ ଜନ୍ମ ହେଲା ସେ କେତେ ଉଚ୍ଚତା କହିଲୁ? କେତେ ଉଚ୍ଚତା? ଆରେ ଶୁଣ ଯୋଉ ଜନ୍ମ ହେଇଥିଲା ପୁଅଟା ଯଜ୍ଞ କୁଣ୍ଡରୁ ସେ ପୁଅଟାର ନାମ କଣ? ସେ ପୁଅଟାର ନାମ ହେଲା ଧୃଷ୍ଟଦ୍ୟୁମ୍ନ। ଆଚ୍ଛା ଯୋଉ ଝିଅ ଜନ୍ମ ହେଲା ଜାତୀୟ ଶ୍ରେଣୀ ଯେକି ଦ୍ରୌପଦୀ ଇଏ ପରା ରେ ଏଇ ଆଗ ଧରିବ କଦିରେ ଏ ଯୋଉ ବାଉଁଶଟା ବାହାରିଥିଲା ଯଜ୍ଞ କୁଣ୍ଡରୁ ସେ ହଉଛି 7 ତାଳ ଅର୍ଥାତ 280 ହାତ ଉଚ୍ଚତା ହଉଛି ସେ ବାଉଁଶଟା। ବାଉଁଶର ଅଗ୍ର ଭାଗରେ ଗୋଟିଏ ରୋହି ମାଛର ଖାଲା ତା ତଳକୁ ରଖଲା ରାଧା ଚକ୍ର ଏ ପୃଥିବୀରେ ରଖାଲା ଜଳଘାଟ ବୁଝିଲୁ। ମାଛର ଛବିଟା ଏ ଯୋଉ ଜଳଘାଟ ଉପରେ ପଡୁଥିବ ମାଛର ଛବିଟା ଜଳଘାଟ ଉପରେ ପଡୁଥିବ ମୁଣ୍ଡଟା ତଳକୁ ନୁଆଇବ ଟିକେ ଆପଣ ମାନେ ଲକ୍ଷ୍ୟ କରନ୍ତୁ ଆଜ୍ଞା ମୁଣ୍ଡଟା ତଳକୁ ନୁଆଇବ ତାପରେ ଲାଖଟା ଉପରକୁ ଧରିବ ଆରେ ମାଛର ଛବିଟାକୁ ଦେଖିକିରି ଯିଏ ଲାଖ ପିନ୍ଧିବ ମାଛର ବାମ ଆଖିବି ଯିଏ ଫୁଟେଇ ପାରିବ ତାହେଲେ ମୋର ଝିଅ ଦ୍ରୌପଦୀ କନ୍ୟା ତାକୁ ବରଣମାଳାଟା ଦବ ନାହିଁ। ହେଲେ କିଏ ଗଲେ କିଏ ଯାଇଥିଲେ? ଆରେ ଯାଇଥିଲେ ଦୁର୍ଯ୍ୟୋଧନ ଯାଇଥିଲା କର୍ଣ୍ଣ ଯାଇଥିଲା ଦୁଃଶାସନ ଯାଇଥିଲେ ବୀରବର ଅର୍ଜୁନ। ହେଲେ ଲାଖ ପିନ୍ଧିଲା କିଏ କହିବି ଲକ୍ଷ୍ୟ କରେ କଣ ଥିଲା? ଆହୁରି 7 ତାଳ ଉଚ୍ଚ ଲାଖ ତାର ଉପରେ ବୀର ତାର ତଳେ ରାଧା ଚକ୍ର ବୋଲେ ଘର ଘର ଦୁର୍ଯ୍ୟୋଧନ ସେ ଲାଖ ପିନ୍ଧି ପାରିଲେନି। ତାପରେ ଦୁଃଶାସନ ଗଲା ସେ ମଧ୍ୟ ପିନ୍ଧି ପାରିଲେନି। ତାପରେ କର୍ଣ୍ଣ ଗଲା ସେ ମଧ୍ୟ ପିନ୍ଧି ପାରିଲେ ନାହିଁ। ପରିଶେଷରେ ଅର୍ଜୁନ ଗଲେ। ଆରେ ଯେତେବେଳେ ଲାଖ ପିନ୍ଧିଛନ୍ତି ଅର୍ଜୁନ ତାଙ୍କଠୁ ବୀର ପୁରୁଷ କିଏ ନଥିଲେ କେତେ ଥିଲେ ମଧ୍ୟ ଏ ସୂତ୍ରଟା ଜାଣିଛି ଏ ସୂତ୍ରଟା ମାରିବାର ସୂତ୍ରଟା ଜାଣିଛି। ଖାଲି ମାରିଲେ କଣ ହବ ସୂତ୍ର ଜାଣିବାର ଅଛି ନା ନାଇଁ ସୂତ୍ର ଜାଣିବାର ଅଛି। ତେଣୁକରି ଯେତେବେଳେ ଲାଖ ପିନ୍ଧିଛନ୍ତି ଅର୍ଜୁନ ବୀର ବରଣମାଳାରେ ଧରିକିରି ଆରମ୍ଭ ହେଇଗଲେ କିଏ ସେ ଦ୍ରୌପଦୀ।
ପଚାରିକିରି ଆସିବି ପଚାରିବା ପରେ ତାପରେ ବରର ମାଳଟା ଗ୍ରହଣ କରିବି ମାନେ ତୁ ଯୋଉଟା କରୁ ମଧ୍ୟ ତୋ ମାକୁ ପଚାରିଆ କରୁଛୁ। ତୁ ଯେମିତି ତୋର ବାପାକୁ ପଚାରିକିରି କରୁଛୁ ଇଏ ତା ମାଇପକୁ ପଚାରୁଛି ମାତ୍ର ମାଇପ ମଧ୍ୟ ଆତ୍ମ ବୁଦ୍ଧିରେ ରହିଯାଇଛି ରଖିଲେ ରଖୁ ବୋଲି କହୁଛୁ ନାଚ ପାଇଲୁ ତୋ ମାକୁ ପଚାରିଲେ ତୋ ମାକୁ ପଚାରିଲେ ମାକୁ ପଚାରି କାହାକୁ ପଚାରିବି ତେଣୁକରି ଆଜ୍ଞା ଯେତେବେଳେ ବରର ମାଳାଟା ଦେଇଛନ୍ତି ଦ୍ରୌପଦୀ ଅର୍ଜୁନଙ୍କୁ ସେଠି ଅର୍ଜୁନ କହିଥିଲେ ମୋର ମାଆକୁ ପଚାରିକି ଆସିବି ମୋର ମାଆର କଥାକୁ ମୁଁ ଅବଜ୍ଞା କରିବି ନାହିଁ ଦେବା ପରେ ପରେ ସେ ମନା କରିଛନ୍ତି ମାତ୍ର କୁମ୍ଭାର ଶାଳରେ ଅଛନ୍ତି କିଏ ସେ ତାଙ୍କର ମା କୁନ୍ତି କୁନ୍ତି ଅଛି କୁମ୍ଭାର ଶାଳରେ ତାଙ୍କର ମା କୁନ୍ତି ଅଛନ୍ତି କୁନ୍ତି କୁମ୍ଭାର ଶାଳରେ ଥିବା ପରେ ପରେ ଭୀମ ଯାଇକିରି କୁନ୍ତି କି କହିଲା ଏ ମା ଆମେ ଗୋଟେ ଭୟାନୀ ଥିଲା ମା କୁନ୍ତି ବୁଢୀ ଲୋକ ଯଦି କବାଟ ଖୋଲି ଦେଖିଥାନ୍ତା ସେ ଫଳ କି ଅଣ୍ଡା ପିଲା କି ମାଇ ପିଲା କି ଝିଅ ପିଲା ଜାଣିଥାନ୍ତା ହେଲେ ଭୀମକୁ ଡରିକିରି କୁନ୍ତିଆ କବାଟ ଖୋଲି ଦିଅ ଭୀମକୁ କହିଦେଲା ହଇରାଣ ବୁଆ ଭୀମ ଯଦି ଭୟାନୀ ଚାଲେ ପାଞ୍ଚ ଭାଇ ଯାକ ରାତିକିରି ଖାଇଦିଅ ରେ ବୁଆ ଭୀମ କଣ କହିଥିଲା ଭୟାନୀ ଚାଲେ ପାଞ୍ଚ ଭାଇ ଯାକ ରାତିକିରି ଖାଇଦିଅ ରେ ବୁଆ ତେଣୁକରି ପାଞ୍ଚ ଭାଇ ଯାକ ସେ ଦ୍ରୌପଦୀ କନ୍ୟାକୁ ରଖିଥିଲେ ଏ ଦ୍ରୌପଦୀ କନ୍ୟାକୁ ପାଞ୍ଚ ଭାଇ ଯାକ ରଖିଲେ ଦ୍ରୌପଦୀ କନ୍ୟାକୁ ମା ଯାହା କହିଥିଲେ ତାଙ୍କର ବାକ୍ୟ ସତ୍ୟ ସତ୍ୟ ବିବାହ ସତ୍ୟ କରିକିରି ପଞ୍ଚୁ ପାଣ୍ଡବ ପାଞ୍ଚ ଭାଇ କୁନ୍ତି ଏ କି ଦ୍ରୌପଦୀ କି ରଖିଥିଲେ କୁନ୍ତି ମାତେ କହିବା ଆମକୁ ତୁ କହିଲୁ ପାଞ୍ଚ ଭାଇ ରଖିଲେ ବୋଲି ଲାଖ ପିନ୍ଧିଲା ଯିଏ ଲାଖ ବିନ୍ଧିଲେ ଅର୍ଜୁନ ଏବେ କହୁଥିବେ ନା ବିଷୟଟା କୁଆଡେ ବୁଲୁଛୁ ବାବୁ ଲାଖ ବିନ୍ଧିଲେ ଅର୍ଜୁନ ଅର୍ଜୁନ ଏବେ ପାଞ୍ଚ ଭାଇ ଯାକ କାଟିକି ରଖିଲେ ବୋଲେ ଅର୍ଜୁନ ଏମିତି ଗୋଟିଏ ସାହାଯ୍ୟକାରୀ ଗାଁ ଯାକ ଗୋଟିଏ ପଟେ ସେ ଗୋଟିଏ ପଟେ ସବୁବେଳେ ମୁଁ ଜାଣିଛି ବଡ ସାହାଯ୍ୟକାରୀ ମୁଁ ଜାଣିଛି ମୁଁ ଜାଣିଛି ତେଣୁକରି ଏ ଚିନ୍ତା କଲେ ମୁଁ ଲାଖ ବିନ୍ଧିକିରି ଧରିକିରି ପଳିଆଇଲି ଶବ୍ଦ ଦ୍ରୌପଦୀକି ମାତ୍ର ଆଉ ଚାରି ଭାଇ ମୋର ଅନଉଥିବେ ତାଙ୍କୁ ଯଦି ଟିକେ ଟିକେ ଯଦି ନଦେବି ଖରାପ ଭାବିବେନି ତେଣୁକରି ଏ ଦ୍ରୌପଦୀ କଣ କଲେ ପଞ୍ଚପତି ତାଙ୍କର ଥିଲେ ପାଞ୍ଚ ଭାଇ ଯାକ ବର୍ତ୍ତମାନ ଦ୍ରୌପଦୀ କନ୍ୟାକୁ ରଖିଥିଲେ ହେଲେ ନାମ ତେଣୁ କରି ଆମ ଗାଁରେ ଆକୁ କହୁଛନ୍ତି ପାଇପ ବଣ୍ଟା ତେଣୁକରି ୟାକୁ କୁହାଯାଏ ମାଇପ ବଣ୍ଟା ବୋଲେ ଦ୍ରୌପଦୀ କନ୍ୟାକୁ ବାଟି ଦେଇଥିଲେ ତେଣୁ ୟାକୁ କୁହାଯାଏ ପାଇପ ବଣ୍ଟା ପାଞ୍ଚ ଭାଇ ଯାକ ଯୋଉ ରଖିଥିଲେ ତୁ ତା ଲାଖ ଯଦି ତ ରକ୍ଷାକୁ ବଳ ନେଇ ବୋଲେ